ମାୟା ରୁବିକୁ କହିବେ, ମହାପାତ୍ର ଖାନଦାନ ଝିଅର ଇଜ୍ଜତ ବହୁତ। ଆଉ ଯଦି ତୁ ଏ କଥାକୁ ନ ମାନିପାରିବୁ ତାହେଲେ ତୁ ଏ ଘର ଛାଡ଼ିକି ଯାଇପାରୁ। ଆଉ ଯଦି ତୋ ଯୋଗୁଁ ଏ ଘରେ ପୁଣି କିଛି ଅଶାନ୍ତି ହୁଏ ତାହେଲେ ସବୁଠୁ ଆଗେ ମୁଁ ତତେ ଏ ଘରୁ ବାହାର କରିବି। ଏମିତି କହି ମାୟା ଚାଲିଯିବେ। ତାପରେ ପଲ୍ଲବୀ ପୋଲିସ ଷ୍ଟେସନକୁ ଯିବେ। ତାପରେ ଚିତ୍ତ ଅଙ୍କଲ ପଲ୍ଲବୀକୁ କହିବେ, ମ୍ୟାଡ଼ାମ ଆସିଗଲେ ମ୍ୟାଡ଼ାମ। ତାପରେ ପଲ୍ଲବୀ କହିବେ, ହଁ କ'ଣ ଖବର ଚିତ୍ତ ଅଙ୍କଲ? ତାପରେ ଚିତ୍ତ ଅଙ୍କଲ କହିବେ, ଏକ୍ଚୁଆଲି ସଞ୍ଜୀବ ସାର୍ ଫୋନ୍ କରିଥିଲେ। ଆପଣଙ୍କୁ ଏସବୁ ଫାଇଲ୍ ଦେଖିବା ପାଇଁ କହିଛନ୍ତି। ଆପଣ ଏଠି ଆରାମରେ ବସି ଏସବୁ ଫାଇଲ୍ ଦେଖନ୍ତୁ। ସାର୍ ଅଳ୍ପ ସମୟ ଭିତରେ ଆସି ପହଞ୍ଚିଯିବେ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି। ଏମିତି କହି ପଲ୍ଲବୀ ଫାଇଲ୍ ଦେଖିବେ। ତାପରେ ଚିତ୍ତ ଅଙ୍କଲ କହିବେ, ମ୍ୟାଡ଼ାମ ସଞ୍ଜୀବ ସାର୍ କହିଛନ୍ତି ଗତ 10 ବର୍ଷ ହେଲା ଝିଅ ଚୋରି ରାକେଟ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେଇ କ୍ରିମିନାଲ ମାନଙ୍କର ରେକର୍ଡ ଦେଖି ଗୋଟାଏ ଲିଷ୍ଟ ତିଆରି କରିବା ପାଇଁ। କ'ଣ ହେଲା ମ୍ୟାଡ଼ାମ? ତାପରେ ପଲ୍ଲବୀ କହିବେ, ନାଇଁ କିଛି ନାହିଁ। ତାପରେ ଚିତ୍ତ ଅଙ୍କଲ କହିବେ, କୁହନ୍ତୁ ନା। ତାପରେ ପଲ୍ଲବୀ କହିବେ, ଚିତ୍ତ ଅଙ୍କଲ ଆଜି ମୋତେ ପ୍ରଥମ ଥର ପାଇଁ ଏମିତି ଲାଗୁଛି ଯେମିତି ଏବେ ମୁଁ ଘରେ ରହିବା ଦରକାର। କିନ୍ତୁ ଏବେ ମୁଁ ଘରେ ନାହିଁ। ତାପରେ ଚିତ୍ତ ଅଙ୍କଲ କହିବେ, ମୁଁ ଆପଣଙ୍କର କଥା କିଛି ବୁଝିପାରିଲିନି ମ୍ୟାଡ଼ାମ। ପୁଣି ପଲ୍ଲବୀ କହିବେ, ଚିତ୍ତ ଅଙ୍କଲ ଘରେ ଏବେ ନବଗ୍ରହ ପୂଜାର ଆୟୋଜନ ଚାଲିଛି। ଆଉ ଏ ପୂଜାରେ ମୋତେ ପୂଜା ସାମଗ୍ରୀ ସବୁ ଆଣିବାର ଦାୟିତ୍ୱ ଦିଆଯାଇଛି। ଏମିତିକି 5ଟି ନଦୀରୁ ମୋତେ ପବିତ୍ର ଜଳ ଆଣିବାକୁ ମୋତେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ମୁଁ ତାପରେ ଚିତ୍ତ ଅଙ୍କଲ କହିବେ, ମ୍ୟାଡ଼ାମ ଯଦି ଏମିତି କଥା, ଏ କଥା ସାର୍ଙ୍କୁ କହିଦିଅନ୍ତୁ। ସାର୍ ଆପଣଙ୍କୁ ପରମିଶନ ଦେଇଦେବେ ଯିବା ପାଇଁ। ତାପରେ ସଞ୍ଜୀବ ଆସିବେ ଆଉ କହିବେ, କ'ଣ ହେଲା ଅଙ୍କଲ? ଆପଣ ପଲ୍ଲବୀକୁ ଯାହା ସବୁ କହିଥିଲି ବୁଝେଇ ଦେଲେ ତ? ତାପରେ ଚିତ୍ତ ଅଙ୍କଲ କହିବେ, ଆଜ୍ଞା। ତାପରେ ସଞ୍ଜୀବ ପଲ୍ଲବୀକୁ କହିବେ, ପଲ୍ଲବୀ ଖବର ମିଳିଛି ଝିଅମାନଙ୍କୁ ଫରେନ୍ ସପ୍ଲାଏ କରୁଥିବା ଗ୍ୟାଙ୍ଗର ବସ୍ ବାରଙ୍ଗ ପାଖ ତ୍ରିଶୁଲିଆରେ ଲୁଚିକି ଅଛି। ତମେ ଗୋଟେ କାମ କର, ତମେ ଆଉ ଚିତ୍ତ ଅଙ୍କଲ 2 ଜଣ ଯାଅ ସେଠିକି ଯାଇ ଖବର ସତ କି ମିଛ କନଫର୍ମ ହୁଅ। ଯଦି ଖବର ପକ୍କା ହେଇଥିବ ତାହେଲେ ସେଇଠି ଥାଇ ମୋତେ ଫୋନ୍ କରିବ। ମୁଁ ଇମିଡିଏଟଲି ଟିମ୍କୁ ସେଠିକି ପଠେଇବି। ଆମକୁ ଆଜି ସେମାନଙ୍କୁ ଯେମିତି ହେଲେ ଆରେଷ୍ଟ କରିବାର ଅଛି। ଓକେ? ତାପରେ ପଲ୍ଲବୀ ମୁହଁ ଶୁଖେଇ ନେବେ। ତାପରେ ସଞ୍ଜୀବ କହିବେ, କ'ଣ ହେଇଛି? ତମେ 2 ଜଣ ଏମିତି ସାଇଲେଣ୍ଟ ହେଇଗଲ କାହିଁକି? ତାପରେ ପଲ୍ଲବୀ କହିବେ, ନାଇଁ ସାର୍ କିଛି ନାହିଁ। ସାର୍ ମୁଁ ସବୁ ଫାଇଲ୍ ଷ୍ଟଡି କରିସାରିଛି। ଏମିତି କହି ପଲ୍ଲବୀ ଚିତ୍ତ ଅଙ୍କଲକୁ କହିବେ, ଆସନ୍ତୁ ଚିତ୍ତ ଅଙ୍କଲ। ତାପରେ ଅଚାନକ ଆଦର୍ଶ ଆସିବେ ଆଉ ପଲ୍ଲବୀକୁ କହିବେ, ପଲ୍ଲବୀ ଚାଲ ମୁଁ ରେଡି, ଜଲ୍ଦି ଯାଇ କାମ ସାରିଦେଇ ଆସିବା। କ'ଣ ହେଲା? ମୋତେ ଏମିତି ଚାହିଁଛ କ'ଣ? ତମେ କ'ଣ ସଞ୍ଜୀବ ସହିତ କଥା ହେଇନ? ତାପରେ ସଞ୍ଜୀବ କହିବେ, କ'ଣ ହେଇଛି ଆଦର୍ଶ? ତାପରେ ପଲ୍ଲବୀ କହିବେ, ନାଇଁ ସାର୍ କିଛି ନାହିଁ। ଏମିତି କହି ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ ତମେ ଯାଅ, ଆଜି ମୁଁ ବହୁତ ବିଜି ଅଛି, ତେଣୁ ଆଜି ମୁଁ ଛୁଟି ନେଇ ପାରିବିନି। ତାପରେ ଆଦର୍ଶ କହିବେ, ପଲ୍ଲବୀ ତମେ ଭଲ ଭାବେ ଜାଣିଛ ଆଜି ଆମକୁ ଯିବା ନିହାତି ଦରକାର। ତାପରେ ବି ତମେ ଦେଖ ପଲ୍ଲବୀ 3-4 ଘଣ୍ଟାର ବାଟ ତ ଆମେ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବା। ତାପରେ ସଞ୍ଜୀବ କହିବେ, ହଁ ତ କ'ଣ ହେଇଛି ତ ଆଗେ କହ। ତାପରେ ଚିତ୍ତ ଅଙ୍କଲ କହିବେ, ନାଇଁ ସାର୍ ଏକ୍ଚୁଆଲି ପଲ୍ଲବୀ ମ୍ୟାଡ଼ାମଙ୍କର ଘରେ କିଛି ଗୋଟେ ଅର୍ଜେଣ୍ଟ କାମ ଅଛି ମ୍ୟାମ୍, ସେଇଥିପାଇଁ ଆଦର୍ଶ ବାବୁଙ୍କ ସାଙ୍ଗରେ ଯିବା ନିହାତି ଦରକାର। ତାପରେ ପଲ୍ଲବୀ କହିବେ, କିଛି ଅର୍ଜେଣ୍ଟ କାମ ନାହିଁ ସାର୍, ଯାହା ସବୁ କାମ ଅଛି ମୁଁ ପରେ କରିଦେବି, ଏସବୁ ଘର କାମ। ତାପରେ ଆଦର୍ଶ କହିବେ, ଠିକ୍ ଅଛି, ଯଦି କିଛି ଇମ୍ପୋର୍ଟାଣ୍ଟ କାମ ଅଛି ତାହେଲେ ଆମେ ପରେ ଯିବା, ମୁଁ ଆସୁଛି। ତାପରେ ସଞ୍ଜୀବ କହିବେ, ନାଇଁ ପଲ୍ଲବୀ ତମେ ଯାଅ, ଚିତ୍ତ ଅଙ୍କଲକୁ ସାଙ୍ଗରେ ଧରି ମୁଁ ଯାଉଛି। ଟିମ୍କୁ ପାଖେ ପାଖେ ରହିବା ପାଇଁ ମୁଁ କହିଦେବି, ଯାଅ। ଯଦି ଖବର ପକ୍କା ହେଇଥିବ ତାହେଲେ ଇମିଡିଏଟଲି ଆମେ ପୁରା ଗ୍ୟାଙ୍ଗ ଉପରେ ହାମଲା ଆରମ୍ଭ କରିଦେବୁ। ତାପରେ ପଲ୍ଲବୀ କହିବେ, କିନ୍ତୁ ସାର୍ ମୁଁ ବି ଆପଣଙ୍କ ସାଙ୍ଗରେ ଯିବାକୁ ଚାହୁଁଛି। ତାପରେ ସଞ୍ଜୀବ କହିବେ,
ଇଟ୍ସ ମାଇ ଅର୍ଡର ପଲ୍ଲବୀ, ୟୁ ଗୋ। ତାପରେ ପଲ୍ଲବୀ କହିବେ ଠିକ୍ ଅଛି ସାର୍, କିନ୍ତୁ ମୁଁ ଆପଣଙ୍କୁ ପ୍ରମିସ୍ କରୁଛି ମୁଁ 3-4 ଘଣ୍ଟା ଭିତରେ ଫେରି ଆସିବି। ଆପଣ ମୋତେ ଯଦି ତା ପୂର୍ବରୁ ମୋର ଦରକାର ପଡ଼େ ତାହେଲେ ଆପଣ ମୋତେ କଲ୍ କରିବେ, ମୁଁ ସାଙ୍ଗେ ସାଙ୍ଗେ ଚାଲି ଆସିବି। ତାପରେ ସଞ୍ଜୀବ କହିବେ ଓକେ ଗୋ। ତାପରେ ପଲ୍ଲବୀ କହିବେ ଠିକ୍ ଅଛି। ଏମିତି କହି 2 ଜଣ ଚାଲିଯିବେ। ତାପରେ ସଞ୍ଜୀବ ଚିତ୍ତ ଅଙ୍କଲକୁ କହିବେ ଅଙ୍କଲ ଆପଣ ଟିମ୍କୁ ଜଣେଇ ଦିଅନ୍ତୁ ଆମେ ସାଙ୍ଗେ ସାଙ୍ଗେ ଏଠୁ ବାହାରିବା। ତାପରେ ଚିତ୍ତ ଅଙ୍କଲ କହିବେ ଓକେ ସାର୍। ତାପରେ କିଚେନରେ ଦାଦିମା ନୀଲମକୁ ପିଆଜ କାଟିବା ଶିଖଉଥିବେ ଆଉ କହିବେ ଦେଖିଲୁ ତ ପିଆଜ କେମିତି ପତଲା ପତଲା କରି କଟା ହବ, ନେ ଏବେ ତୁ କାଟ। ଏପଟକୁ ଆ। ତାପରେ ନୀଲମ ଛୁରୀକୁ ଧରି ଦେଖୁଥିବେ। ତାପରେ ଦାଦିମା କହିବେ ଆରେ କ'ଣ ହେଲା ବା, ଆରେ ଏତିକି ବି ହେଇପାରୁନି ତୋ ଦ୍ୱାରା। ମା ଝିଅ 2 ଜଣଙ୍କୁ କଥା କହିଲା ବେଳେ ତ ପାଟିରେ ପାଟୁଲି ବାଜୁନି। ଏପଟେ ମା ନିଜକୁ କହୁଛି ମୁଁ ବଡ଼ ସେଫ୍, କିନ୍ତୁ ଝିଅ ସାମାନ୍ୟ ଟିକେ ପିଆଜ କାଟି ପାରୁନି। ତାପରେ ରୁବି କହିବେ ମୁଁ ସତକୁ ସତ ବହୁତ ବଡ଼ ସେଫ୍, ଖାଲିଟାରେ କହି ହଉନି। ତାପରେ ଦାଦିମା କହିବେ ହଁ ତୋ ନିଜ ଝିଅକୁ ସେତିକି ଟିକେ ଶିଖିବାର ଦରକାର ନଥିଲା କି? ଝିଅକୁ ଖାଲି ବାହା କରେଇ ଦେଇ ରୋଷେଇ ବାସ କିଛି ହେଲାନି। ତୋ ଝିଅ ଶାଶୁଘରକୁ ଯାଇ ଦୋଳିରେ ଝୁଲିବ ବୋଲି ଭାବିଥିଲୁ ନା କ'ଣ? ତାପରେ ଦାଦିମା ନୀଲମକୁ କହିବେ ଏ କାଟ ବା, ଠିଆ ହେଇଛି ଖୁଣ୍ଟ ଭଳିଆ। ତାପରେ ନିମକି କହିବେ ଦାଦିମା ଆପଣ ନୀଲମ ଦିଦିକୁ ପିଆଜ ଆଉ ପରିବା କାଟିବା ଶିଖେଇ ଦିଅନ୍ତୁ, ମୁଁ ତା ଭିତରେ ପୁରୀ ପାଇଁ ଅଟା ଚକଟି ଦଉଛି। ତାପରେ ଦାଦିମା କହିବେ ଏ ରହ, ଶୁଣୁ ଏସବୁ ପରିବା ସେ ମା ସେଫ୍କୁ ଯାଇକି ଧରେଇ ଦେଇକି ଆ, ସେ କାଟିବ, ଆଉ ବାକି ଅଟା କେମିତି ଚକଟା ଯାଏ ସେ କଥା ମୁଁ ୟାକୁ ଶିଖେଇବି। ତାପରେ ନିମକି ସବୁ ପରିବା ପତ୍ର ଆଣି ରୁବି ପାଖରେ ଥୋଇଦେବେ ଆଉ କହିବ ଏତିକି ପରିବା ସବୁ କଟା ହବ। ଆଉ ଇଏ ଯୋଉ ମଟର ଛୁଇଁ ଏଥିରେ ଚୋପା ଛଡ଼େଇ ମଟରଟାକୁ ଏଇଥିରେ ରଖାହବ। ତାପରେ ରୁବି କହିବେ ଏତେ ସବୁ ପରିବା ଆଉ ମଟର ନେଇକି ଆସିଛୁ, ଆଜି କ'ଣ ପୁରା କଲୋନୀ ଯାକ ପାଇଁ ଖାଇବା ତିଆରି ହବ? ତାପରେ ନିମକି କହିବ ଦାଦିମା ତ କହିଛନ୍ତି ଏସବୁ ପରିବା କାଟିକି ଏୟାରଟାଇଟ୍ ପ୍ୟାକେଟରେ ରଖି ତାକୁ ଫ୍ରିଜରେ ରଖିଦେଲେ ପରିବା ତକ ସତେଜ ରହିବ। ଏମିତି କହି ନିମକି ଚାଲିଯିବେ। ତାପରେ ରୁବି ପରିବା କାଟିବା ଆରମ୍ଭ କରିବେ। ତାପରେ ଦାଦିମା ନୀଲମକୁ କହିବେ ଆରେ କ'ଣ ହେଲା, ଏମିତି ଡରିକିରି କାହିଁକି ଠିଆ ହେଇଛୁ? କେତେ ଅଟା ବାହାର କରିବୁ ସେଇଟା କ'ଣ ବୁଝିପାରୁନୁ? ଢାଲୁନୁ। ଏମିତି କହି ଦାଦିମା ନୀଲମରୁ ହାତକୁ ଧରି କହିବେ ଆରେ ଉଠ ବା, ମୁଁ କହୁଛି। ତାପରେ ନୀଲମ ପାଟି କରିବେ। ତାପରେ ରୁବି କହିବେ କ'ଣ ହେଲା, କ'ଣ କଲା ମୋ ଝିଅ? ତାପରେ ନୀଲମ କହିବେ ନାଇଁ ମାମା କିଛି ହେଇନି, ମୁଁ ଠିକ୍ ଅଛି। ତାପରେ ଦାଦିମା ନୀଲମର ହାତକୁ ଦେଖିବେ ଆଉ କହିବେ ଏ ଦାଗ କେମିତି ହେଲା? ତୋ ମା ତୋତେ ହାତକୁ ଧରି ବଢ଼ାଉଥିଲା ନା, ସେଇଥିପାଇଁ ତୋର ଏମିତି ହେଇଛି ନା? ହେ ଭଗବାନ, କେତେ ନିର୍ଦ୍ଦୟୀ ମା ରେ ତୁ। ପ୍ରଥମତଃ ଝିଅକୁ ସଂସ୍କାର ଶିଖେଇବୁନୁ, ଆଉ ଏତେ ବଢ଼ିଲା ଝିଅକୁ ତାପରେ ମାରିକିରି ଶାସନ କରିବୁ। ଫୁଲ ଭଳି କଅଁଳ ଝିଅଟାର କ'ଣ ଅବସ୍ଥା କରିଛୁ ତୁ ଦେଖୁନୁ। ସୁନା ଝିଅଟା, ଡରନି। ଆରେ ମୁଁ ତୋତେ ଏମିତି ଟ୍ରେନିଂ ଦେବି ନା, ତୋ ଶାଶୁଘରେ କ'ଣ କୋଉଠି ବି ତୁ ହାରିବୁନୁ। ଆ ଏପଟକୁ ଆ। ଏମିତି କହି ଦାଦିମା ନୀଲମକୁ ଅଟା ଚକଟିବା ଶିଖେଇବେ।